ଶୁଭୁଛି ହଁ ଆଜ୍ଞା। ଶୁଭୁଛି। ଥ୍ୟାଙ୍କ ୟୁ। ଆସନ୍ତୁ ଆମେ ପ୍ରଭୁଙ୍କର ବାକ୍ୟରୁ ଦେଖିବା, ତାହା ଆମେ ମାର୍କ ଲିଖିତ ସୁସମାଚାର 16। ଅଫକୋର୍ସ ମୁଁ ଏ ପାସେଜରୁ ମୁଁ ପ୍ରଚାର କରିଥିଲି, ମୋର ମନେ ଅଛି। ତଥାପି ଆଜି କିଛି ବିଷୟ ନୂତନ ବିଷୟ ପ୍ରଭୁ ଯାହା ମତେ ଦେଇଅଛନ୍ତି ତାହା ମୁଁ ଆପଣମାନଙ୍କ ସମ୍ମୁଖରେ ବାଣ୍ଟିବି। ଖୋଲନ୍ତୁ ତାର ମାର୍କର 16। କେହି ଜଣେ ଏକ ପଦ ଖୋଲନ୍ତୁ, ମତେ ଟିକେ ପଢିବା ପାଇଁ ସାହାଯ୍ୟ କରନ୍ତୁ। ଏଇଠି କାହିଁକି ନା ଲାଇଟ୍ ବି ସେତେ ଇଏ ନାହିଁ, କ୍ଲିୟର ନାହିଁ। ମାର୍କ 16 ପର୍ବ 1 ପଦ। ଆଜ୍ଞା। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ବିଶ୍ରାମବାର ଗତ ଉତ୍ତାରେ ମଗ୍ଦଲିନୀ ମରିୟମ, ଯାକୁବଙ୍କ ମାତା ମରିୟମ ଓ ସଲୋମୀ ସୁଗନ୍ଧି ଦ୍ରବ୍ୟ କିଣିଲେ, ଯେପରି ସେମାନେ ଯାଇ ତାହାଙ୍କୁ ମଖାଇ ଦେଇ ପାରନ୍ତି। ଧନ୍ୟବାଦ। 1ରୁ 8 ମାନେ ବାକ୍ୟ ଆମେ ଦେଖିବା। 1ରୁ 8 ପଦ ପର୍ଯ୍ୟନ୍ତ ଏଇଠି ମୁଁ କିଛି ଶବ୍ଦ ପିକଅପ୍ କରିଛି, ସେ ଶବ୍ଦ ଉପରେ ଆମେ ଆଲୋଚନା କରିବା। ଏଇଠି ଯଦି ଆମେ ଦେଖିବା, ପ୍ରଥମ ଶବ୍ଦ ହଉଛି ଡିସିସନ। ଡିସିସନ ଡିସିସନ ଆପଣ ଯଦି ଏହାର ପୃଷ୍ଠଭୂମି ଦେଖିବେ, এই ପୃଷ୍ଠଭୂମି ଭଲ ନାହିଁ। ଖାସ କରି ଯେଉଁମାନେ ଯୀଶୁଙ୍କର ଫଲୋୟର ଥିଲେ ସେମାନଙ୍କ ପାଇଁ ଭଲ ନାହିଁ। ଏପରିକି କମିଉନିଟି ଲୋକମାନେ ମଧ୍ୟ, ଅନେକ ଲୋକ ତାକୁ ସ୍ୱୀକାର କରିଛନ୍ତି ସେ ପ୍ରକୃତ ପରମେଶ୍ୱର ଅଛନ୍ତି ବୋଲି। ପରିସ୍ଥିତି ଭଲ ନାହିଁ, ଲୋକମାନେ ଭୟଭୀତ, ଲୋକମାନେ ଖ୍ୟାସରେ ଅଛନ୍ତି, ଏନସାଇଟି, ଲୋକମାନଙ୍କ ବିଷୟରେ ଫିୟର ଅଛି, ଲୋକମାନେ ଇଭେନ୍ ନିଜର ପରିଚୟ ଦେବାକୁ ବି ଭୟ କରୁଛନ୍ତି। ସେ ପରିପ୍ରେକ୍ଷୀରେ ଏଇଠି ଯଦି ଆମେ ଦେଖିବା, ସ୍ତ୍ରୀ କେତୋଟି ଏକ ଡିସିସନ ନେଉଛନ୍ତି। ମୁଁ କାଲି ରାତିରେ ହିଁ ଭାବୁଥିଲି, କାହିଁକି ନା ଯୋଉ ବାକ୍ୟ ପ୍ରଚାର କରେ ସେଇଟା ସଦାବେଳେ ଧ୍ୟାନ କରେ, ଚାଲିଲା ବେଳେ କୋଉଠି ଗଲାବେଳେ ଧ୍ୟାନ କରେ। ଆମେ ଆମର ମେଲ ଡୋମିନେଟ କମ୍ୟୁନିଟି ଆମେ କହିଥାଉ। ସାଧାରଣତଃ ମନୁଷ୍ୟ ପାଖରେ ବହୁତ ବଳ ଅଛି, ଶକ୍ତି ଅଛି ବୋଲି ଆମେ ଭାବିଥାଉ। That is true. Physically that is true actually, of course. କିନ୍ତୁ ଏଇଠି ଡିସିସନ ନିଅନ୍ତି, ଏକ ବୋଲ୍ଡ ଡିସିସନ। ଯୋଉ ଜାଗାରେ ପୁରୁଷ ଫେଲ ହେଇଛନ୍ତି, ସେଇ ଜାଗାରେ ସ୍ତ୍ରୀ ମାନେ ଏକ ଡିସିସନ ନେଇଛନ୍ତି। ଲୋକମାନେ ଯୀଶୁଙ୍କ ଠାରୁ ଦୂରକୁ ଗଲା ବେଳେ ଏମାନେ ଯୀଶୁଙ୍କ ଆଡକୁ ଯାଉଅଛନ୍ତି। ପ୍ରିୟମାନେ, ମୁଁ ଗତ ଥର ବି এই ଶବ୍ଦ ଉପରେ ଆପଣମାନଙ୍କୁ କହିଥିବି, your decision is your future, your decision is your life। ଆମମାନଙ୍କର ନିଷ୍ପତ୍ତି କେମିତି, ଏଇଠି ଯଦି ଦେଖିବେ ଏକ ବୋଲ୍ଡ ଡିସିସନ। ଦ୍ୱିତୀୟ ହଉଛି ଏକ ସାକ୍ରିଫିସିଆଲ ଡିସିସନ, ତ୍ୟାଗର ସହିତ। କଣ? ଏବେ ଆଉ ଆଶା ନାହିଁ। ଫିଜିକାଲି ଯୀଶୁ ଯଦି ଥିଲେ, ସେ ମିରାକଲ କରୁଥିଲେ, ଲୋକମାନେ ଆଶା କରୁଥିଲେ, ପ୍ରାର୍ଥନା କରୁଥିଲେ, ଲୋକ ସୁସ୍ଥତା ହଉଥିଲେ। କିନ୍ତୁ ଏବେ ଆଉ ଯୀଶୁଙ୍କ ଠାରେ ଆଶା ନାହିଁ। କାହିଁକି? ହି ଇଜ नो मोर, ହି ଇଜ ଡେଡ୍, ହି ଇଜ ଇନ୍ ମାନେ ଗ୍ରେଭୟାର୍ଡ, ସେଇ ସମାଧିରେ ଅଛନ୍ତି, ଆଉ ସେଇଠି ଆଶା ନାହିଁ। କିନ୍ତୁ ଏମାନେ ଯୀଶୁଙ୍କ ନିମନ୍ତେ ଏକ ଡିସିସନ, ସାକ୍ରିଫିସିଆଲ ଡିସିସନ ସେମାନେ ନେଉଛନ୍ତି। ଯୀଶୁଙ୍କ ନିମନ୍ତେ କିଛି ତ୍ୟାଗ କରେ। ଆଜିର ସମାଜରେ ଆମେ ନିଜକୁ ପ୍ରଶ୍ନ କରିବା, ଏଭ୍ରି ଡେ ଦ ଡିସିସନ ୱି ଟେକ୍, ଆମେ ଯେକୌଣସି ଡିସିସନ ଆମେ ମାନେ ପ୍ରତିଦିନ ନହୁ, ତାହା ଏକ ସାକ୍ରିଫିସିଆଲ ଡିସିସନ। ପ୍ରଭୁଙ୍କ ନିମନ୍ତେ ତ୍ୟାଗ କରିବାକୁ କେହି ବି ପ୍ରସ୍ତୁତ ନାହିଁ। ଏଇ ତୋର ପାଟିରେ ସିନା କହିବ ମୁଁ ତୁମ ପାଇଁ ମରି ବୋଲି, ବାସ୍ତବରେ ଯଦି ଆପଣ ଦେଖିବେ ଏଇ ସ୍ତ୍ରୀ ମାନେ ମରିବା ପାଇଁ ପ୍ରସ୍ତୁତ। ସେମାନେ ଏମିତି ଏକ ଡିସିସନ ନେଇଛନ୍ତି, ଏକ ମାନେ ବୋଲ୍ଡ ଡିସିସନ, ସାକ୍ରିଫିସିଆଲ ଡିସିସନ ନେଇଛନ୍ତି। ଆମେ ଯଦି ପୁନର୍ବାର ପଢିବା, ମୁଁ ପଢିଦେବି, ଆପଣ କ୍ଲିୟର ହବ। ବିଶ୍ରାମବାର ଗତ ହେଲା ଉତ୍ତାରେ ମରିୟମ ଓ ସଲୋମୀ ସୁଗନ୍ଧି ଦ୍ରବ୍ୟ କିଣିଲେ, ଯେପରି ସେମାନେ ଯାଇ ତାହାକୁ ମଖାଇ ଦେଇ ପାରିବେ। ସେଠି ଗୋଟେ ମାନେ ଷ୍ଟେଟମେଣ୍ଟ ଅଛି, ଯେପରି ସେମାନେ ଯାଇ ତାହାଙ୍କୁ ମଖାଇ ଦେଇ ପାରନ୍ତି। ଦ ଡିସିସନ, କଣ ଡିସିସନ? ତାହାଙ୍କ ପାଖକୁ ଯିବାଟା, ତାହାଙ୍କୁ ତୈଳରେ ମଖେଇବାଟା। କି ସୁନ୍ଦର ଡିସିସନ। ଆମେ ପ୍ରତିଦିନ କୌଣସି ନା କୌଣସି ମୁହୂର୍ତ୍ତରେ ଆମେ ଡିସିସନ ନେଇଥାଉ। ଆମେ ଏଇ ବାକି ଯୋଉ so called disciples, the follower of Jesus Christ, ଡିସିସନ ନେଲେ ସେମିତି ଡିସିସନ ନେଉଛୁ ନା ଏମିତି ଡିସିସନ ନେଉଛୁ? ଯୀଶୁ କହିଲେ, ଯିଏ ମୋ ପଛରେ ଚାଲିବ, he has to carry his own cross, ସେ ତାହାଙ୍କର ନିଜର କ୍ରସ ବହନ କରିବାକୁ ପଡିବ। ଏଇ ସ୍ତ୍ରୀ ମାନଙ୍କଠୁ ଦେଖନ୍ତୁ, even though they are not physically strength but spiritual they are very strong।
नो मैटर आम फिजिकाली केमती अच्छु that doesn't matter प्रभु दृष्टि हाउ मच वी आर स्ट्रांग इन स्पिरिट आम आत्मा केते सबल जीशु को निमंते स्त्री मान को देखंतु आम स्त्री सेटा कहूछु दे आर वेरी स्ट्रांग इन स्पिरिट प्रभु को निमंते आत्मिक एरिया रे प्रभु को पई से वन स्ट्रांग व्हेreas जो माने सो कॉल्ड माने स्ट्रेंथ मैन मनुष्य माने से माने प्रभु को ठारू दौड़ी जाई अछंती आउ आम जदि पढ़िबा दुई पद के जण पढु प्लीज ପୁଣି ସପ୍ତାହର ପ୍ରଥମ ଦିବସରେ ଅତି ପ୍ରତ୍ୟୁଷରେ ସେମାନେ ସମାଧି ନିକଟକୁ ଗଲେ ସେତେବେଳେ ସୂର୍ଯ୍ୟ ଉଠିଥିଲା ଆମେନ୍ धन्यवाद सॉरी दुई पद नेक्स्ट पढ़िबा सेकंड पॉइंट होची मोर से एक पद रे अछि फर्स्ट पॉइंट थिला मोर डिसीजन से पॉइंट थिला प्रिपरेशन क्रिश्चियन समाज वी आर प्रिपेयरिंग ourselves तमे प्रस्तुत क्रिश्चियन समाज अछि प्रस्तुति रो समय कोन पय प्रस्तुति इट इज नॉट टू मेक ए हाउस दैट इज नीडेड सेटा दरकार अछि आमे पाठ एग्जाम पय प्रस्तुत हे थाओ लाइफ माने तयारी करिया पय जुवा जुवती एजुकेशन पढि से माको फ्यूचर पय प्रस्तुत हे थांती एटा एनीथिंग दैट वी आर प्रिपेयरिंग इन दिस वर्ल्ड सेटा पृथ्वी रे ही रहि जीवो किंतु ख्रीष्टन को जो मिसिया पय आमे प्रस्तुति से विषय आम बहुत पछरे रही जाइए एवरी डे वी नीड टू बी प्रिपेयर्ड आम प्रतिदिन निजको प्रस्तुत हेबाको पड़िबो ए माने प्रस्तुत होउछंती कोन पय से माने प्रिपरेशन कोन पय होउछंती जीशु को पाख को जीवा पाए जीशु को तैल रे मखैया पाए प्रिय प्रभु को दास दासी एटा जगत रे किए कोन पय प्रिपेयर होउछ दैट डजंट मैटर but everybody should especially in Christian cult they should prepare to meet Christ ख्रीष्ट को मिसिबा पाए प्रस्तुति हेबा दरकार देन प्रश्न उठे आमे की परि निजको प्रस्तुत करूछ they have prepared well किमती से माने फॉरहेड पूर्वरु आगरो ही सब किछि प्रस्तुत करछन काई बाइबल लिखा जाईची से माने जीसु थळे मखैबा पाए से माने ऑलरेडी जिंस किनि सारी छंती बिफोर वी डाई आर वी प्रिपेयर आमे मरिया पूरा आमे प्रस्तुत हेइछु कि आउ सबठु इंटरेस्टिंग कथा ला व्हेन विल डाई आमे केबे मरिबा के भी जानी ना सो प्रतिदिन आमे वेल प्रिपेयर हेकि रहिथिबा दरकार जहां भी हम मानको जीवन रे पाप रहिछि ताको प्रभु को हस्तर समान तेणु मु कहबी एवरी डे शुड प्रतिदिन आमे प्रस्तुति सहित रहिथिबा दरकार प्रापर विमुख हेबा पय हम चेष्टा करिबा दरकार deliberately we should not continue the same sin सेही गोटे पाप को आमे कंटिन्यू करिबा नाही ए माने प्रस्तुत होइथिले जीसु को तैल रे मखैया पाए से माने जानि छंती मरि छंती तैल रे मखले कोन जीसु को शरीर टिके अधिक दिन जीव तांकर आरोमा वासना रे से तैलटा जोटा शरीर शरीर सड़ी जीव सेटा सड़ीबा पई कोन देखंतु द पैशन फॉर क्राइस्ट ख्रीष्टन को निमंत से मानकर जो पैशन थिला सेहिटा देखंतु केमिति हेले भी जीसु शीघ्र न माने सड़ी न जांतु तांको शरीर को से माने सुगंधि करिया पई चाहछन वन साइड ही इज डेड अन्य साइड रे माने भाबुचंती तांको शरीर शरीर अंतत वासना हो तांको शरीर अंतत टिके किछि दिन रहु प्रिय माने हाउ वी आर प्रिपेयरिंग टू मीट क्राइस्ट आमे की परि प्रस्तुत से माने मोर शरीर को तैलर मखैबा को चाहतिले आर वी प्रिपेयरिंग आवर शरीर आमर बॉडी आमर शरीर को आमे प्रिपेयर करूछु कि जते बेला हम प्रभु को सम्मुख रे ठिया हेबा आमर शरीर से शरीर पवित्रतार आरमा रे प्रभु को पाखरे ठिया हे पारिबो ना पाप रूप वासना रे प्रभु का करे ठिया हे पारिबा हाउ वी आर प्रिपेयरिंग आवरसेल्व्स प्रस्तुति केमिति होउछ तृतीय पॉइंट से दुई पद पढ़िले आमे मु पढ़ी देबी पुनी सप्ताहर प्रथम दिवस रे अति प्रत्युषरे से माने समाधि निकट को गले सेतले सूर्य उठिथिला तृतीय शब्द होची मोर प्रथम थिला डिसीजन सेकेंड थिला प्रिपरेशन तृतीय होची प्रायोरिटाइजेशन जा को जे हम प्रायोरिटाइजेशन एते पुनी सप्ताहर प्रथम दिवस सप्ताह दैट सप्ताहर प्रथम दिन रे अति प्रत्युषरे प्रथम दिन रे अति प्रत्युषरे से माने टाइम को सेट असाइड करिसंती दिन को सेट असाइड करिसंती ओनली टू मीट क्राइस्ट
they have set aside a time for Christ. They have set aside a day for Christ. Priority ପ୍ରଭୁଙ୍କ ନିମନ୍ତେ, ଖ୍ରୀଷ୍ଟଙ୍କ ନିମନ୍ତେ। ପ୍ରିୟମାନେ, every time, ପ୍ରତି ସମୟ, ପ୍ରତି ମୁହୂର୍ତ୍ତରେ, anything we'll do, let us give priority to Christ. ପ୍ରଭୁଙ୍କୁ ଆମେ କେନ୍ଦ୍ର କରିବା ଦରକାର। ପ୍ରଭୁଙ୍କ ଆମର ପ୍ରାୟୋରିଟି ଜଗତର ଯେକୌଣସି ବିଷୟ। ହୁଏତ ମୋ ସ୍ତ୍ରୀ ମତେ ଛାଡିକି ଚାଲିଯିବ, ମୁଁ ସ୍ତ୍ରୀକୁ ଛାଡିକି, କେହି ମଧ୍ୟ ସ୍ଥାୟୀ ନୁହେଁ ଜଗତରେ। ଯଦି ସ୍ଥାୟୀ ହଉଛନ୍ତି ଖ୍ରୀଷ୍ଟ, ସେ ହଉଛନ୍ତି ଖ୍ରୀଷ୍ଟ। ହିଜ୍ ଇଟର୍ନିଟି, ଇଟର୍ନିଟି ଟୁ ଇଟର୍ନିଟି। ସେ ମାନେ ସବୁବେଳେ ରହିଥିବେ। ଆମେ ସେଥିପାଇଁ ଆମେ କଣ କାହାକୁ ପ୍ରାୟୋରିଟି ଦଉଛୁ ଜଗତରେ? ମାନେ ଆମେ ଜଗତକୁ ପ୍ରାୟୋରିଟି ଦଉଛୁ, ମେକିଂ ବିଲ୍ଡିଂସ, ମେକିଂ କ୍ୟାରିୟର୍ସ, ଆମର ମୁଁ ଏ ବିରୁଦ୍ଧରେ ଚାହୁଁନାହିଁ, କିନ୍ତୁ whom we are giving priority, prioritization ଏଠି ଦେଖୁଛୁ ଆମେ କାହାକୁ ପ୍ରାୟୋରିଟି ଦେଉଛୁ। ଏଇ ସ୍ତ୍ରୀ ମାନଙ୍କଠୁ ଆମେ କିଛି ବିଷୟ ଶିଖୁଛୁ। ସେମାନେ ଦିନର, ସପ୍ତାହର ଦିନକୁ ପ୍ରାୟୋରିଟି ଦେଇଛନ୍ତି ପ୍ରଥମକୁ, ଆଉ ଅତି ପ୍ରଭାତକୁ ପ୍ରାୟୋରିଟି ଦେଇଛନ୍ତି। Let us give priority for God's kingdom. Let us give priority to become like Christ. Let us give priority for his happiness. Let us give priority to make him happy. ତାହାକୁ ଆନନ୍ଦ କରିବା ପାଇଁ ଆମେ ପ୍ରାୟୋରିଟି ଦେବା ଦରକାର। ମୁଁ ସର୍ଟକଟ୍ କରି କହୁଛି, କାହିଁକି ମୋର ଟୋଟାଲ ପଏଣ୍ଟ ମୋଷ୍ଟ ପ୍ରୋବାବଲି 1 2 3 4 5 6 7 8ଟା ଅଛି। ମୁଁ ମୋଷ୍ଟ ପ୍ରୋବାବଲି 3ଟା ସରେଇଛି, ତେଣୁ ଶୀଘ୍ର ଆମେ ସମାପ୍ତ କରିବା। ମୋ ସହିତ ପଢନ୍ତୁ କେହି ଜଣେ 3 ପଦ। ସେମାନେ ପରସ୍ପର କୁହାକୁହି ହେଉଥିଲେ, କିଏ ଆମ୍ଭମାନଙ୍କ ପାଇଁ ସମାଧି ଦ୍ୱାରରୁ ପଥରଟା ଗଡ଼ାଇ ଦେବ, କାରଣ ତାହା ଅତି ବୃହତ୍ ଥିଲା। ନେକ୍ସଟ ମୋର ପଏଣ୍ଟ ହଉଛି ଇମ୍ପସିବଲ କ୍ୱେଶ୍ଚିନ୍। ଇମ୍ପସିବଲ କ୍ୱେଶ୍ଚିନ୍ ଆମମାନଙ୍କର ଡେ ଟୁ ଡେ ଲାଇଫରେ ଏଇଟା କ୍ୱେଶ୍ଚିନ୍, ପ୍ରଶ୍ନ କାହିଁକି ଆସିଛି, ଏ କାରଣ ବି ଲେଖା ହେଇଛି। କ୍ୱେଶ୍ଚିନ୍ ଆସିବା ପଛର କାରଣ ଲେଖା ହେଇଛି। କାରଣ ହଉଛି ପଥରଟା ବୃହତ୍ ଥିଲା। ଆମମାନଙ୍କ ଜୀବନରେ, ଆମମାନଙ୍କର କାର୍ଯ୍ୟରେ ବେଳେ ବେଳେ ବିରାଟ ପଥର ଗୁଡାକ ସମ୍ମୁଖରେ ଆସିଥାଏ। ଇମ୍ପସିବଲ କ୍ୱେଶ୍ଚିନ୍, କିନ୍ତୁ ସବୁଠୁ ଗୁଡ୍ ନ୍ୟୁଜ୍ କଣ ଜାଣିଛନ୍ତି ନା? ଡିଭାଇନ୍ ସଲ୍ୟୁସନ ଅଛି। Even though there is a impossible question, yet there is a divine solution ମଧ୍ୟ ଅଛି। କି ଆନନ୍ଦର ବିଷୟ। ପ୍ରିୟମାନେ, ମୁଁ ସଦାବେଳେ ଲୋକମାନଙ୍କୁ କହିବା ପାଇଁ ଚାହେଁ, let us do our part. ଆମର କାମ, ଆମର ଭାଗ ଆମେ କରିବା, ପ୍ରଭୁ ତାହାଙ୍କର ଭାଗ ସେ କରିବେ। ଦେଖନ୍ତୁ, though they have taken decision, ଯଦି ତ ସେମାନେ ଡିସିସନ ନେଇଛନ୍ତି, yet there is a big stone, ବଡ ପଥରଟା ରକ୍ ରଖାଯାଇଛି। କିନ୍ତୁ ଇଣ୍ଟରେଷ୍ଟିଂ କଥା କଣ? they are talking each other but not stopping moving. ସେମାନେ ମୁଭ୍ କରିବା ପାଇଁ ବନ୍ଦ କରୁନାହାନ୍ତି। what interesting। ଆପଣ ମୁଁ ଯଦି ଖ୍ରୀଷ୍ଟଙ୍କ ନିମନ୍ତେ ପ୍ୟାସନ ଅଛି, ଆମେ ଯଦି ପ୍ରଭୁଙ୍କ ନିମନ୍ତେ ଏକ ପ୍ରାୟୋରିଟି ଦେଉଛୁ, ଆମେ ପ୍ରଭୁଙ୍କ ପାଇଁ ଯଦି ପ୍ରସ୍ତୁତ ହେଉଛୁ, nothing would stop us। କିଏ ବି ଆମକୁ ରଖିପାରିବ ନାହିଁ। ଆମ ଫ୍ରଣ୍ଟରେ ହୁଏତ ସମସ୍ୟା ଥିବ, ଆମ ଫ୍ରଣ୍ଟରେ ହୁଏତ ମେନି ଚ୍ୟାଲେଞ୍ଜେସ୍ ଥିବ, ଆମ ଫ୍ରଣ୍ଟରେ ହୁଏତ ଆମର ବିପକ୍ଷ ଠିଆ ହେଇଥାଇପାରେ, that would not stop us। ସେଟା କେବେ ବି ଆମକୁ ଷ୍ଟପ୍ କରିପାରିବ ନାହିଁ। Even though they are talking each other, the passion, the love of Jesus Christ is pushing them towards their mission। ସେମାନଙ୍କର ମିଶନ ଆଡକୁ ତାହା ସେମାନଙ୍କୁ ଠେଲି ନେଉଛି। ଦେଖନ୍ତୁ, ଇମ୍ପସିବଲ କ୍ୱେଶ୍ଚିନ୍ ଅଛି, କିନ୍ତୁ ଡିଭାଇନ୍ ସଲ୍ୟୁସନ ଅଛି। ସଲ୍ୟୁସନ ଆମେ ନ୍ୟାଚୁରାଲି, ପ୍ରାକ୍ଟିକାଲି ବି ପାଉଛୁ, ପ୍ରାକୃତିକ ଭାବରେ ବି ପାଇଥାଉ, କିନ୍ତୁ ଏଭ୍ରିଥିଙ୍ଗ ଯଦି ପ୍ରଭୁଙ୍କର ଇଚ୍ଛା ନାହିଁ, ତାହେଲେ ଆମେ ସଲ୍ୟୁସନ ପାଇବା ନାହିଁ। ବେଳେ ବେଳେ ମିରାକୁଲସଲି ପ୍ରଭୁ ଆମମାନଙ୍କର ନିଡକୁ, ଆପଣଙ୍କର ସମସ୍ୟାକୁ ଏଡ଼ାଇ ଦିଅନ୍ତି, ଆଉ ବେଳେ ବେଳେ ମାଧ୍ୟମ ଦେଇ ଏଡ଼ାଇ ଦିଅନ୍ତି। ଏଠାରେ କିନ୍ତୁ ସେ ମାଧ୍ୟମ ଦେଇ, ଅଫକୋର୍ସ ଦୂତମାନେ ଆସି କରିଛନ୍ତି, କିନ୍ତୁ ଏଇଟା ଏକ ମିରାକୁଲସ୍ ବା ଡିଭାଇନ୍ ସଲ୍ୟୁସନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅନେକ ସମୟରେ ଆମମାନଙ୍କ ଜୀବନ ଏଡ଼େ ବଡ ବଡ ସମସ୍ୟା ଥିବ, ପ୍ରିୟମାନେ, ଜଗତର ଲୋକ ତାହା ଏଡ଼େଇ ଦେଇ ପାରନ୍ତି ନାହିଁ, କି ଆମେ ଏଡ଼େଇ ପାରିବା ନାହିଁ। ଇଟ୍ ଇଜ କେବଳ ପରମେଶ୍ୱର। ତେଣୁ ଏହି ସବୁ କ୍ୱେଶ୍ଚିନ୍ ପାଇଁ ଆମମାନଙ୍କର ଜୀବନରେ ଯେମିତି
ନିଜର ଶିଷ୍ୟମାନେ କ୍ୱେଶ୍ଚିନ୍ କଲେ ଏ ନିର୍ଜନ ସ୍ଥାନରେ ଏମାନଙ୍କୁ କିଏ ତୃପ୍ତ କରିପାରିବ? ସେଇ ନିର୍ଜନ ସ୍ଥାନରେ ହିଁ ସମସ୍ତେ ତୃପ୍ତ ହେଲେ। ଯେତେବେଳେ ପ୍ରଭୁ ଇଣ୍ଟରଭିନ୍ କରିବେ, ଯେତେବେଳେ ପ୍ରଭୁଙ୍କର ହସ୍ତ କାର୍ଯ୍ୟରେ ହସ୍ତକ୍ଷେପ କରିବ, ସେତେବେଳେ ଡିଭାଇନ ସଲ୍ୟୁସନ ହେବ। ଆଉ ମୁଁ ବିଶ୍ୱାସ କରେ ଡେ ଟୁ ଡେ ଲାଇଫରେ ଅନେକ ସମୟରେ ଆମେ ଡିଭାଇନ ସଲ୍ୟୁସନ ଆମ ମାନଙ୍କର ଜୀବନରେ ଆମେ ଦେଖିଅଛୁ। ପ୍ରଭୁଙ୍କୁ ଧନ୍ୟବାଦ ଦେବା କଥା। ଏଠାରେ ହୁଏତ ସେମାନଙ୍କର ସେଇ ହପ୍ ଥିଲା, କାହିଁକି ନା ସେମାନଙ୍କର ଏକ୍ସପିରିଏନ୍ସ ଅଛି ଯୀଶୁଙ୍କ ଉପରେ। ଯୀଶୁ କଣ କରିନାହାନ୍ତି, କଣ କରିପାରିବେ ନାହିଁ, ସେଇ ବିଶ୍ୱାସ ବୋଧେ ସେମାନଙ୍କୁ ଆଗକୁ ଟାଣି ଆଣୁଛି। ଦେ ଆର୍ ମୁଭିଂ ଟୁୱାର୍ଡସ୍ ଦେୟାର ଡେଷ୍ଟିନେସନ ଡେସ୍ପାଇଟ୍ ଏ ବିଗ୍ ଚ୍ୟାଲେଞ୍ଜେସ୍ ଇନ୍ ଫ୍ରଣ୍ଟ ଅଫ୍ ଦେୟାର ଲାଇଫ୍। ସେମାନଙ୍କର ଜୀବନରେ ଏକ ବିରାଟ ଚ୍ୟାଲେଞ୍ଜ ଅଛି। ଡେସ୍ପାଇଟ୍ ଦେ ଆର୍ ମୁଭିଂ ଟୁୱାର୍ଡ ଦେୟାର ଡେଷ୍ଟିନି ହୋପିଂ ଦ୍ୟାଟ୍ ଗଡ୍ ୱିଲ୍ ସଲ୍ଭ ଅଲ୍ ପ୍ରୋବ୍ଲେମ୍ସ। ଆଶା କରିକି ସେମାନେ ପ୍ରଭୁ ସେମାନଙ୍କ ପାଇଁ ସମାଧାନ କରିବେ। 5 ପଦ। ସେମାନେ ସମାଧି ମଧ୍ୟରେ ପ୍ରବେଶ କରି ଶୁକ୍ଳ ବସ୍ତ୍ର ପରିହିତ ଜଣେ ଯୁବାଙ୍କୁ ଦକ୍ଷିଣ ପାର୍ଶ୍ୱରେ ବସିଥିବା ଦେଖି ଅତିଶୟ ବିସ୍ମୟାନ୍ୱିତ ହେଲେ। ଏଇ ପଦଟା ମୁଁ ଆନ୍ସର ଅଲରେଡି କହିଦେଲି, ଡିଭାଇନ ସଲ୍ୟୁସନ। 6 ପଦ କରନ୍ତୁ। ସେଥିରେ ସେ ସେମାନଙ୍କୁ କହିଲେ, ବିସ୍ମୟାନ୍ୱିତ ହୁଅ ନାହିଁ। ତୁମ୍ଭେମାନେ କ୍ରୁଶରେ ହତ ନାଜରିତ ଯୀଶୁଙ୍କର ଅନ୍ୱେଷଣ କରିଅଛନ୍ତି। ସେ ଉଠିଅଛନ୍ତି, ସେ ଏଠାରେ ନାହାନ୍ତି। ଦେଖ, ଏହି ସ୍ଥାନରେ ସେମାନେ ତାହାଙ୍କୁ ରଖିଥିଲେ। ଧନ୍ୟବାଦ। ଏଇଠି ଆମେ ଦେଖୁଛୁ ଏକ ଆଫର୍ମେସନ। କଣ ଆଫର୍ମେସନ? ସେମାନେ କନଫ୍ୟୁଜରେ ଅଛନ୍ତି, ସେମାନେ ଭିତରେ ଅଛନ୍ତି। ମାନେ ଯୀଶୁଙ୍କର ଡେଡ ବଡି ଆଉ ସେଠି ନାହିଁ। ସେତେବେଳେ ୱାର୍ଡ ଅଫ ଆଫର୍ମେସନ, ଆଫର୍ମେସନ ମାନେ ଦୃଢୋକ୍ତି କରିବା, ଗୋଟେ ବିଷୟକୁ ଆହୁରି ଦୃଢ ଭାବରେ ଗ୍ୟାରେଣ୍ଟି ଦେବା। ୱାର୍ଡ ଅଫ ଆଫର୍ମେସନ। କଣ ଆଫର୍ମେସନ? ପ୍ରଥମ ଆଫର୍ମେସନ ହେଉଛନ୍ତି ସେ ଉଠି ଅଛନ୍ତି। ସେ କେମିତି ଦୃଢୋକ୍ତି କରିପାରିବ ସେ ଉଠି ଅଛନ୍ତି ବୋଲି? ତାର ପ୍ରୁଫ କରୁଛନ୍ତି, ଦେଖ ଏଠାରେ ସେ ନାହାନ୍ତି। ପ୍ରଥମ ଆଫର୍ମେସନ ହେଉଛି ପ୍ରୁଭିଂ ମାନେ to justify his statement, he is proving that, saying that, see, behold, ଦେଖ ସେ ନାହାନ୍ତି। କେମିତି ଦେଖିବେ? କଣ ପାଇଁ ନା ଦେଖିବେ? କାହିଁକି ନା ଆମେ ଯଦି 15-47 ପଦ ଦେଖିବା, ସେମାନେ ଦେଖିଥିଲେ, ଯୋଉ ଜାଗା ରଖା ହେଇଥିଲା ସେଟା ଦେଖିଥିଲେ। ତେଣୁ ସେମାନଙ୍କର ବିଶ୍ୱାସକୁ ଏକ ଦୃଢୋକ୍ତି ଭାବରେ କନଫର୍ମ କରିବା ପାଇଁ he is affirming them, behold ବା see, ଏଇଠି પર ରଖା ହେଇଥିଲା, ତମେ 3 ଦିନ ଆଗରୁ ଦେଖିଥିଲେ, ସେ ନାହାନ୍ତି। ଏଇଟା ହଉଛି ସେମାନଙ୍କର ଯୋଉ ଯୀଶୁ ଉଠି ଅଛନ୍ତି, that he is going to prove, saying, giving a ମାନେ solid example, not example, proof, solid proof। ତମେ ଦେଖିଥିଲ, ଆଉ ଦେଖ ସେ ନାହାନ୍ତି, ସେ ଉଠି ଅଛନ୍ତି, ସେ ଏଠାରେ ନାହାନ୍ତି। ଦେଖ ଏଇ ସ୍ଥାନରେ ସେମାନେ ତାହାକୁ ରଖିଥିଲେ। ଦ୍ୱିତୀୟ ଆଫର୍ମେସନ ଦେଉଛନ୍ତି, ସେତିକି ନୁହେଁ, that is not enough, ସେ ଉଠି ଅଛନ୍ତି, you will meet him, you will meet him, that is the strong ମାନେ proof ସେମାନଙ୍କ ପାଇଁ ଯେ ଯୀଶୁ ପୁନରୁତ୍ଥିତ ହେଇଛନ୍ତି। ଅନେକ ଖ୍ରୀଷ୍ଟିଆନ ଲୋକମାନେ, ଆମେ ସୋ କଲ୍ଡ ଖ୍ରୀଷ୍ଟିଆନ ପିପୁଲ, ଆମେ ଏଥିପାଇଁ ଖ୍ରୀଷ୍ଟିଆନ ହେଇଛୁ, ଆମମାନଙ୍କ ପାଖରେ ୱାର୍ଡ ଅଫ ଆଫର୍ମେସନ ନାହିଁ, ଆମେ ବିଶ୍ୱାସ ସେତେ ଷ୍ଟ୍ରଙ୍ଗ କରିନୁ। ପରିବାର ପ୍ରଭୁକୁ ଜାଣିଛନ୍ତି, ତେଣୁ ଆମେ ରେଗୁଲାର କଣ୍ଟିନ୍ୟୁ ଯାଉଛୁ। ଆମେ ଯେତେବେଳେ ଷ୍ଟ୍ରଙ୍ଗଲି ଆଫର୍ମ ହେବା, ପ୍ରଭୁ ଉଠି ଅଛନ୍ତି ବୋଲି ବିଶ୍ୱାସ କରିବା, ଏନି ସିଚୁଏସନ ଏନି ଟାଇମ ଆମେ ପ୍ରଭୁକୁ କେବେ ବି ତ୍ୟାଗ କରିବା ନାହିଁ। ଆମର ବିଶ୍ୱାସ ଦୃଢୀଭୂତ ହେବ, ଆମର ବିଶ୍ୱାସ ଷ୍ଟ୍ରଙ୍ଗ ହେବ, ନହେଲେ ଟଳିଯିବ ଆମର ବିଶ୍ୱାସ। ଆମର ପବନ ହେଲେ ଯେମିତି ଗଛ ଏପଟ ସେପଟ ହେବ, ଆମର ବିଶ୍ୱାସ ସେହିପରି ହେବ। ଏଇଠାରେ ଦେଖନ୍ତୁ, ସେ କହୁଛନ୍ତି ଆଫର୍ମେସନ, ୱାର୍ଡ ଅଫ ଆଫର୍ମେସନ। ଆପଣ ଆଉ ମୁଁ ଆଜି ବିଶ୍ୱାସ କରୁ କି ଯୀଶୁ ମୋ ପାଇଁ ମରିଛନ୍ତି, ସେ ମୋ ପାଇଁ ଉଠି ଅଛନ୍ତି, ସେ ଦିନେ ଆସିବେ, ମୁଁ ପ୍ରସ୍ତୁତ ହେଇଛି କି? ଏଇଟା ଆପଣ ଯେତେବେଳେ ଯୀଶୁଙ୍କ ବିଷୟରେ ସମ୍ପୂର୍ଣ୍ଣ ଭାବରେ ବିଶ୍ୱାସ କରିବେ, ତେବେ ଆପଣ ମୁଁ ପ୍ରଭୁଙ୍କ ସହିତ ଚାଲିବା। ଏଠାରେ ସେ ଦୂତ ଏମାନଙ୍କୁ ଯୀଶୁଙ୍କର ପୁନରୁତ୍ଥାନ ବିଷୟରେ ୱାର୍ଡ ଅଫ ଆଫର୍ମେସନ ଦେଉଅଛନ୍ତି। ତାପରେ ଲେଖାଯାଏ ସେ ଉଠି ଅଛନ୍ତି। ଆଉ ଗୋଟେ ଶବ୍ଦ ହଉଛି ରେଜୁରେକ୍ସନ।
ଯୀଶୁ ଉଠି ଅଛନ୍ତି, କୋଉଠୁ ଉଠିଛନ୍ତି, କଣ ପାଇଁ ଉଠିଛନ୍ତି? where he was, ସେ ସମାଧିକୁ କଲେ, ପାପକୁ ବହନ କରି ପାପ ସହିତ ସେ ମଲେ, କିନ୍ତୁ ଆଜି ଉଠି ଅଛନ୍ତି ଜୀବନକୁ। ତେଣୁ ଉଠିଲା ପରେ ମୃତ୍ୟୁକୁ ପ୍ରଶ୍ନ କରାଯାଉଛି, ରେ ମୃତ୍ୟୁ ତୋର ନାହୁଡ କାହିଁ? ଖ୍ରୀଷ୍ଟିଆନ ଜୀବନ ହଉଛି ବିକେମିଂ, ମାନେ ଖ୍ରୀଷ୍ଟିଆନ ହଉଛି ଡାଇଂ ଏଭ୍ରି ଡେ, ପ୍ରତିଦିନ ମରିବା ଆଉ ପ୍ରତିଦିନ ପୁନରୁଦ୍ଧିତ ହେବା ମଧ୍ୟ। ମରିବା ହଉଛି ପାପକୁ ସମାଧି କରିବା, ପୁନରୁଦ୍ଧିତ ହଉଛି ପାପରୁ ବିଜୟ ହେବା। ଆମେ ପ୍ରତିଦିନ ଆମମାନଙ୍କର ଜୀବନର ଅନେକ ଖରାପ ସ୍ପିରିଟ ଗୁଣ ଗୁଡାକ ରହିଅଛି, ସେଇ ସବୁକୁ ନେଇକି ଆମେ ଗୋଟିଏ ପରେ ଗୋଟିଏ ସହିତ ଆମେ ସମାଧି ହେବା ଦରକାର, ଆଉ ସେଥିରୁ ଆମେ ପୁନରୁଦ୍ଧିତ ମଧ୍ୟ ହେବା ଦରକାର। ଯୀଶୁ ଜଗତର ସମସ୍ତ ପାପ ନେଇ ସେ ସମାଧିସ୍ଥ ହେଲେ, ଆଉ ସମସ୍ତ ପାପକୁ ପରାଜୟ କରି ଏକ ବିଜୟର ସହିତ ସେ ପୁନରୁଦ୍ଧିତ। ଆମେ ପ୍ରତିଦିନ let us experience resurrection every day in our life. Let us die every day with the sea. ଆମେ ପାପ ମାନଙ୍କୁ ଆମେ ସମାଧି ଦେଇ ସେ ପାପକୁ ବିଜୟ କରି ପୁନରୁଦ୍ଧିତ ପ୍ରତିଦିନ ହେବା ଆମମାନଙ୍କ ଜୀବନରେ କର୍ତ୍ତବ୍ୟ ଅଟେ। ତାପରେ ଦେଖାଯାଏ 6 ପଦ ପଢନ୍ତୁ କିଏ ଜଣେ, 7 ସରି। କିନ୍ତୁ ତୁମ୍ଭେମାନେ ଯାଇ ତାହାଙ୍କ ଶିଷ୍ୟମାନଙ୍କୁ ଓ ପିତରଙ୍କୁ କୁହ, ସେ ତୁମ୍ଭମାନଙ୍କ ଆଗେ ଗାଲିଲକୁ ଯାଇଅଛନ୍ତି। ସେ ତୁମ୍ଭମାନଙ୍କୁ ଯେପରି କହିଥିଲେ ସେପରି ତୁମ୍ଭେମାନେ ତାହାଙ୍କୁ ସେଠାରେ ଦେଖିବ। ଆମେନ୍। ୱାର୍ଡ ଅଫ ମାନେ ଏଇଟା ପ୍ରୋକ୍ଲେମେସନ, ୱାର୍ଡ ଅଫ ପ୍ରୋକ୍ଲେମେସନ, ଯାଇ କୁହ। ଏଇଟା ପ୍ରତ୍ୟେକ ଖ୍ରୀଷ୍ଟିଆନ ଲୋକମାନଙ୍କର ପ୍ରତିଦିନର କର୍ତ୍ତବ୍ୟ ହେବା ଦରକାର। ଟୁ ପ୍ରୋକ୍ଲେମ ଖ୍ରାଇଷ୍ଟ, ଖ୍ରୀଷ୍ଟଙ୍କୁ ପ୍ରୋକ୍ଲେମ କରିବା। ପାଷ୍ଟର ମାନେ ଚର୍ଚ୍ଚରେ ପ୍ରୋକ୍ଲେମ କରନ୍ତି, ଦିନ ଥିଲା ଟ୍ରାକ୍ସ ବାନ୍ଧିକି ଖ୍ରୀଷ୍ଟଙ୍କ ବିଷୟ ପ୍ରୋକ୍ଲେମ କରୁଥିଲେ, କିନ୍ତୁ ଡେ ଟୁ ଡେ ଲାଇଫରେ ଆମେ we should be the people of Christ to proclaim his goodness, his love, his kindness. ଆମେ ଯୋଉ ପ୍ରତିଦିନ ତାହାଙ୍କର ଗୁଣକୁ ଆମେ ପ୍ରୋକ୍ଲେମ କରିବାର ଲୋକ ହେବା ଦରକାର। କାହିଁକି ନା ବାକ୍ୟ ଲେଖାଯାଏ we are the open letter of Jesus Christ, ଖ୍ରୀଷ୍ଟଙ୍କର ଖୋଲା ପତ୍ର ଚିଠି। ଆମେ how we are proclaiming our day to day life before our community, ଆମ କମ୍ୟୁନିଟି ସମ୍ମୁଖରେ ଆମେ ଆମମାନଙ୍କର ଜୀବନ କେମିତି ପରିପ୍ରକାଶ କରୁଅଛୁ। how we are proclaiming our day to day life, how we are proclaiming, yes, inside the church we are proclaiming like angels, our ଗୀତ, ଆରାଧନା, ବାକ୍ୟ, ଭାଷା ସବୁ। what about outside of the church? that too, what about inside your house when you are alone or at your home? ଆମେ ଏକାକୀ କିମ୍ବା ଆମ ଘରେ ଥିବା ସମୟରେ how we are proclaiming our character, ସେଇ କ୍ୟାରେକ୍ଟର କଣ? ପ୍ରଭୁଙ୍କର କ୍ୟାରେକ୍ଟର। if we are proclaiming the nature of Christ, then we are proclaiming Christ. ଆମେ ଖ୍ରୀଷ୍ଟଙ୍କୁ ପ୍ରଚାର କରୁଅଛୁ ଆମମାନଙ୍କର କାର୍ଯ୍ୟରେ, ମୁଖରେ ନୁହଁ କାର୍ଯ୍ୟରେ। ଆମେ ଖ୍ରୀଷ୍ଟଙ୍କୁ ମୁଖରେ ପ୍ରଚାରକ ନ ହେଇ କାମରେ ପ୍ରଚାରକ ହେବା ଦରକାର। ସେ କହୁଛନ୍ତି ଯାଅ କୁହ। how we are, ମାନେ ଆମେ ସମାଜକୁ କେମିତି କହୁଛୁ, ଆମେ ସମାଜକୁ କେମିତି ଦେଖାଉଛୁ ଖ୍ରୀଷ୍ଟଙ୍କର ଗୁଣକୁ, ଆମେ ନିଜକୁ ସେ ଉପରେ ଏକ୍ସାମାଇନ କରିବା ଦରକାର। ଏଇଠି ଯଦି ଦେଖିବେ ଆସ୍ପାରେସନ, ତମେ ଦେଖା କରିବ। ଯୀଶୁ କେବେ ବି ନିରାଶର ବାକ୍ୟ କହୁନାହିଁ। ବଡ ଆସ୍ପାରେସନ, ଏକ ପ୍ରୋତ୍ସାହନ। ପ୍ରଭୁ ସଦାବେଳେ ଆମମାନଙ୍କୁ ନିରାଶ ହେବାକୁ କୁହନ୍ତି ନାହିଁ, ଭୟ କର ନା। ବଡ ଆସ୍ପାରେସନ we live, ଆମେ ଯେତେବେଳେ ନିରାଶ ହତାଶ ହଉଛୁ, let us remember ଈଶ୍ୱରଙ୍କର ବାକ୍ୟକୁ ଆମେ ମନେ ପକେଇବା, he is there with us, ସେ ଆମକୁ ପରିତ୍ୟାଗ କରିନାହାନ୍ତି, ସେ ଆମମାନଙ୍କୁ ପ୍ରେମ କରନ୍ତି, he works with us, ଆମ ସହିତ ସେ ଅଛନ୍ତି। ସେଇଟା ହଉଛି word of aspiration। ସେ କହୁଛନ୍ତି ଯାଅ ତମେ ଦେଖା କରିବ। ଆଉ ପ୍ରଭୁଙ୍କର ଯାହା ବାକ୍ୟ, ଆଉ ମୁଁ ଯେତେ ସବୁ କହିଲି, ଆଗକୁ ଯଦି ପଢିବା
ସେ ଦୂତ ଯାହା ବି କହିଛି ସବୁ ଜୀବନରେ ପ୍ରତିଫଳିତ ହେଇଛି। ସେମାନେ ଯାଇଛନ୍ତି, ପ୍ରକ୍ଲେମ କରିଛନ୍ତି, ସେମାନେ ଯାଇଛନ୍ତି ଆଉ ଖ୍ରୀଷ୍ଟଙ୍କୁ ମଧ୍ୟ ପ୍ରଥମେ ସେ ଦେଖା ଦେଇଛନ୍ତି। ମରିୟମ ଦେଖା ଦେଇଛି। ପ୍ରିୟମାନେ, ଯୋଉମାନେ ପ୍ରଥମେ ପ୍ରାୟୋରିଟି ଦେଲେ ଖ୍ରୀଷ୍ଟଙ୍କ ନିମନ୍ତେ, ସେ ଖ୍ରୀଷ୍ଟ ବି ସେମାନଙ୍କୁ ପ୍ରଥମ ପ୍ରାୟୋରିଟି ଦେଇଛନ୍ତି। ଆମେ ଯେତେ ପ୍ରଭୁଙ୍କ ନିମନ୍ତେ ଫାଷ୍ଟ ପ୍ରାୟୋରିଟି ଦେବା, ପ୍ରଭୁ ଆମମାନଙ୍କ ପାଇଁ ମଧ୍ୟ ସେ ଫାଷ୍ଟ ପ୍ରାୟୋରିଟି ଦେଲେ, ତାହାଙ୍କୁ ସେ ଦେଖା କରିଅଛନ୍ତି। ମୁଁ ରିପିଟ କରିକି ଏଇ ପ୍ରଭାତର ବାକ୍ୟକୁ ମୁଁ ସମାପ୍ତ କରିବା ପାଇଁ ଚାହେଁ। ପ୍ରତ୍ୟେକ ବ୍ୟକ୍ତି ଯଦି ତାହାଙ୍କର ମୋସନ ମାନେ ବଢୁଛି, ଗତି କରୁଛି, not based on anything else, it is based on the decision. ଆମର ଡିସିସନ କେମିତି ନେଉଛୁ? Are we taking decision to meet Christ? Are you taking decision ମାନେ ମାନେ ତ୍ୟାଗର ସହିତ ପ୍ରଭୁଙ୍କୁ ଫଲୋ କରିବା ପାଇଁ ଡିସିସନ ନେଉଛୁ? ବୋଲ୍ଡର ସହିତ ଏଇ ଦିନ ମାନଙ୍କରେ ଲୋକମାନେ ପ୍ରଭୁଙ୍କୁ ମାନେ ତାଡନା ହଉଛି, ଭୟଭୀତ ହଉଛନ୍ତି। ଏଇ ଝିଅ ମାନଙ୍କ ଠାରୁ ଦେଖନ୍ତୁ ଆମେ କେମିତି ପ୍ରିପେୟାର ହେଉଛୁ। What a will die. ଜଗତରେ ଯାହା ସତ କି ମିଛ ମୁଁ କହିପାରିବି ନାହିଁ। ସବୁଠୁ ବଡ ସତ ହଉଛି ଆମେ ସମସ୍ତେ ଦିନେ ଫିଜିକାଲି ମରିବା। until only there is no second coming of Jesus Christ. ଯୀଶୁଙ୍କର ଦ୍ୱିତୀୟ ଆଗମନ ଯୋଉ ପର୍ଯ୍ୟନ୍ତ ହେଇନାହିଁ ସେ ପର୍ଯ୍ୟନ୍ତ ଆମେ ନିହାତି ମରିବା, ଆଉ ଆମେ ତାହାଙ୍କୁ ମିଟ୍ କରିବା, ତାହାଙ୍କ ସମ୍ମୁଖରେ ଠିଆ ହେବାକୁ ପଡିବ। ତେଣୁ ଆମେ କେମିତି ପ୍ରସ୍ତୁତ ହଉଛୁ? ପ୍ରାୟୋରିଟାଇଜେସନ ସେମାନେ ଦିନର ପ୍ରଥମ ଆଉ ସମୟର ପ୍ରଭାତରେ ପ୍ରଭୁଙ୍କ ନିମନ୍ତେ ଦେଇଥିଲେ। ହାଉ ମଚ୍ वी आर गिविंग प्रायोरिटी फॉर गॉड्स किंगडम। ତୃତୀୟ ବିଷୟ କହିଲି ମୁଁ, କ୍ୱେଶ୍ଚିନ୍ ଅଛି ଲାଇଫରେ, ଥିବ କ୍ୱେଶ୍ଚିନ୍ ଆମ ଯାତ୍ରା ପଥରେ, ଏକ ଇମ୍ପସିବଲ କ୍ୱେଶ୍ଚିନ୍ ଥିବ, କିନ୍ତୁ ଆମେ ହୋପ କରି ଯିବାର ଅଛି, କାହିଁକି ନା ସେଠାରେ ଡିଭାଇନ ସଲ୍ୟୁସନ ଅଛି। ଆପଣ ଯଦି ଇମ୍ପସିବଲ କ୍ୱେଶ୍ଚିନ୍ ଅଛି, ଡିଭାଇନ ସଲ୍ୟୁସନ ଅଛି। ମୁଁ ଚତୁର୍ଥରେ କହିଲି, ପଞ୍ଚମରେ କହିଲି ଆଫାର୍ମେସନ, ୱାର୍ଡ ଅଫ ଆଫାର୍ମେସନ। ଆମେ ଖ୍ରୀଷ୍ଟଙ୍କ ବିଷୟରେ ଷ୍ଟ୍ରଙ୍ଗ ଜାଣିବା ଦରକାର। ଖ୍ରୀଷ୍ଟଙ୍କ ବିଷୟରେ ନିଶ୍ଚିତ ହେବା ଦରକାର ଯେ ଖ୍ରାଇଷ୍ଟ ଇଜ ଦେୟାର, ହି ୱାଜ ଦେୟାର, ହି ଇଜ ଦେୟାର। ସେ ରେଜରେକ୍ଟେଡ ହେଇଛନ୍ତି, ପୁନରୁତ୍ଥିତ ହୋଇଛନ୍ତି। ସେ ମୋର ପରମେଶ୍ୱର, ସେ ସାମର୍ଥ୍ୟ, ସେ ଜୀବିତ, ସେ ସତ୍ୟ, ସେ ଏକମାତ୍ର ସତ୍ୟ ପ୍ରଭୁ। ଏ ବିଷୟରେ ଆମେ ଦୃଢ ଜ୍ଞାନ ପାଖରେ ରହିବା ଦରକାର। ତାପରେ ଦେଖିଲୁ ପ୍ରୋକ୍ଲେମେସନ, ଡେ ଟୁ ଡେ ଲାଇଫରେ, କମ୍ୟୁନିଟିରେ ଆମେ ହାଉ वी ପ୍ରୋକ୍ଲେମ ଗଡ୍ସ କ୍ୟାରେକ୍ଟର। ତାପରେ ଆମେ ଦେଖିଲୁ ରେଜରେକ୍ସନ, we should die every day, we should be resurrected every day। ପାପକୁ ମୃତ୍ୟୁ କରି ମାନେ ସମାଧି କରି ଆମେ ତାକୁ ବିଷୟ କରି ପୁନରୁତ୍ଥ ହେବା ଦରକାର। ତାପରେ ମୁଁ କହିଲି ଆସ୍ପାରେସନ, we live ପ୍ରଭୁଙ୍କର ବାକ୍ୟକୁ ଭରସା କରି ବଞ୍ଚିବା। ଆଉ କେହି ବି ଆମକୁ ଜଗତରେ ଆସ୍ପାରେସନ ଦେବା ନାହିଁ। ଜଗତ ହତାଶ ନିରାଶକ କହିବ, କିନ୍ତୁ ମୋ ପ୍ରଭୁ, ଆପଣଙ୍କ ପ୍ରଭୁ ସଦାବେଳେ କହନ୍ତି ଆମେ ତୁମ ସହିତ ଅଛୁ, ଭୟ କର ନା। এই অল্প বাক্যের প্রভু আমার সমস্তଙ୍କୁ আশীর্বাদ করন্তু। আমেন।